ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ଏଲନ୍ ମସ୍କ ବ୍ରିଟେନ ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାରି ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କାରଣ ଆପଣଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଆମକୁ ମୋତେ ଗୋଟେ ନୂତନ ନୂତନ ପ୍ରେରଣା ଯୋଗାଉଛି ନୂଆ ନୂଆ ଭିଡିଓ ନେଇ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଗତ 13 ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ବ୍ରିଟେନକୁ ଏଲନ୍ ମସ୍କ ଯିଏକି ସ୍ପେସ୍ ଏକ୍ସ ର ସିଇଓ ଏଲନ୍ ମସ୍କ ଦେଇଛନ୍ତି ହିଂସା ଯୋଉଟା ଆସୁଛି ତା ପାଇଁ ଇଂଲଣ୍ଡ ଲଢିବା ଦରକାର। ଯଦି ଲଢିବ ନାହିଁ ତାହେଲେ ମରିବ। ଏଇ ଯୋଉ ନିନ୍ଦା କରିଛନ୍ତି କେବେ ନା 13 ତାରିଖ ଦିନ ଯୋଉ ଦ ୟୁନାଇଟେଡ ଦ କିଙ୍ଗଡମ ନାମକ ଏକ ପ୍ରବାସୀ ନୀତି ବିରୋଧୀ ଦଳ ଯୋଉ ଆନ୍ଦୋଳନ କରିଥିଲେ ୟୁନାଇଟେଡ୍ କିଙ୍ଗଡମରେ ବା ଇଂଲଣ୍ଡରେ ଯୋଉ ଆନ୍ଦୋଳନ କରିଥିଲେ ତାକୁ ଭିତ୍ତି କରି ସ୍ପେସ୍ ଏକ୍ସ ଏଲନ୍ ମସ୍କ ଭିଡିଓ ଲିଙ୍କ ଜରିଆରେ ଭାଷଣ ଦେଇ ସେ କହିଛନ୍ତି ଯେ ଆଗକୁ ବ୍ରିଟେନରେ ହିଂସା ଅଧିକରୁ ଅଧିକ ତୀବ୍ରତର ହେବ। ଏହାକୁ ଯଦି ଠିକ ଭାବରେ ମୁକାବିଲା ଯଦି ଇଂଲଣ୍ଡ ନ କରିବ ତାହେଲେ ସେ ନିଶ୍ଚୟ ମରିବ। ଏ କଥାଟି ସେ ଜଣେଇଛନ୍ତି ଏବଂ ଏଇ ଯୋଉ ଯୋଉ 13 ତାରିଖରେ ଯୋଉ ଅନୁଷ୍ଠିତ ହେଇଥିଲା ୟୁନାଇଟେଡ୍ ଦ କିଙ୍ଗଡମ ଯୋଉଟା କି ପ୍ରବାସୀ ନୀତି ବିରୋଧୀ ପ୍ରବାସୀ ନୀତି ଯୋଉଟା କରାଯାଉଛି ଇମ୍ପ୍ଲିମେଣ୍ଟ କରାଯାଉଛି ଇଂଲଣ୍ଡରେ ତାକୁ ବିରୋଧ କରି ଯୋଉ ରାଲି କରାଯାଇଥିଲା ବିଶାଳ ରାଲି କରାହେଇଥିଲା। ଅତି କମରେ 1.5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସେଥିରେ ଯୋଗ ଦେଇଥିଲେ ଏବଂ ସେଥିରେ ଆପଣଙ୍କର ଯୋଉ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିଲା। 26 ଜଣ ପୁଲିସ ଆହତ ହୋଇଛନ୍ତି। ୟୁନାଇଟେଡ୍ କିଙ୍ଗଡମର 26 ଜଣ ପୁଲିସ ଆହତ ହେଇଛନ୍ତି। ତ ଏଇ ଯୋଉ ରାଲି କରାଯାଇଥିଲା ଏଇ ରାଲିରେ 25 ଜଣଙ୍କୁ ଗିରଫ କରାଯାଇଛି। 25 ଜଣଙ୍କୁ ଗିରଫ କରାଯାଇଛି ଏବଂ ଏଇ ଯୋଉ ବାମପନ୍ଥୀ ଗୋଷ୍ଠୀ ଗୁଡାକ ଯୋଉ ତୀବ୍ର ନିନ୍ଦା କରିଛନ୍ତି। ଲିବରାଲ ଡେମୋକ୍ରାଟିକ ପାର୍ଟି ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି। ଏଇ ଯୋଉ ଟିପ୍ପଣୀ ଦେଇଛନ୍ତି ଏଲନ୍ ମସ୍କ ସେଇଟା ହଉଛି କ୍ଷମା କରିବେ, ସେଇଟା ହଉଛି ବ୍ରିଟେନର ଅନ୍ତରୀଣ ବେପାର। ବ୍ରିଟେନର ଅନ୍ତରୀଣ ବେପାର ୟା ଉପରେ ଟିପ୍ପଣୀ ଦେବାଟା ଭଲ ନୁହଁ ବା ଏଇଟା ଏଲନ୍ ମସ୍କ ପାଇଁ ଗୋଟେ ବହୁତ ବିପଦର କଥା ବୋଲି ସେ କହିଛନ୍ତି। କିଏ ବ୍ରିଟେନବାସୀ ବା ବ୍ରିଟେନର ଡେମୋକ୍ରାଟିକ ପାର୍ଟି ଆଉ ଲେବର ପାର୍ଟି। ଏହି ପରିପ୍ରେକ୍ଷୀରେ ଯାହା ସେମାନେ ନିଜକୁ କହିଛନ୍ତି ୟୁକେ ଅଧିକାରୀ ମାନେ ମଧ୍ୟ ଏଲନ୍ ମସ୍କ ଏବଂ ଅନ୍ୟମାନଙ୍କ ଦ୍ୱାରା ସୋସିଆଲ ମିଡ଼ିଆରେ ଯେତେ ସବୁ ତାଙ୍କ ପ୍ରତି ଯୋଉ ବିରୋଧାତ୍ମକ ପୋଷ୍ଟ କରାଯାଉଛି ତାର ସୁରକ୍ଷା ବିପଦ ଅଛି ଇଂଲଣ୍ଡ ପ୍ରତି ତାର ସୁରକ୍ଷା ପାଇଁ ସେମାନେ ତଦାରଖ କରୁଛନ୍ତି ଏ କଥା ମଧ୍ୟ କହିଛନ୍ତି। ଗୃହ କାର୍ଯ୍ୟାଳୟର ଗୃହ ସୁରକ୍ଷା ଗୋଷ୍ଠୀର ଏକ ଦଳ ମଧ୍ୟ ଏହାକୁ ଅ, ତମାମ ଭାବରେ ଛିନଭିନ କରି ଦେଖୁଛନ୍ତି କେତେଟା ଟ୍ୱିଟର ଆସିଲା କିଏ ସେଥିରେ ଅନ୍ତର୍ଭୁକ୍ତ ଅଛନ୍ତି କୋଉ କୋଉ ମାନେ କାହାକୁ ସେମାନେ ପକ୍ଷଭୁକ୍ତ କରୁଛନ୍ତି ବା ସେ କାହାକୁ ସେମାନେ ନିଜକୁ ସାମିଲ କରୁଛନ୍ତି ତାର ତମାମ ବିବରଣୀ ମୋତେ ମଧ୍ୟ ଦେଇଛନ୍ତି ଏବଂ ଇଂଲଣ୍ଡବାସୀ କହିଛନ୍ତି ମାତୃଭୂମି ପାଇଁ ସର୍ବାଧିକ କ୍ଷତି ବିପଦ ଉପରେ ଧ୍ୟାନ ଦିଆଯାଏ ଏ କଥା ମଧ୍ୟ ଇଂଲଣ୍ଡବାସୀ କହିଛନ୍ତି। ଏହା କାହିଁକି ଉପୁଜିଲା ନା ଏକ ଅଣରାଜ୍ୟବାଦୀ ଦ୍ୱାରା ଉପୁଜିଥିବା ଯେକୌଣସି ଚ୍ୟାଲେଞ୍ଜ ଶୀର୍ଷରେ ରହିବାକୁ ନିଶ୍ଚିତ କରିବା ପାଇଁ କରାଯାଇଥିବା ଏଇ ବିଷୟବସ୍ତୁଟି ଯୋଉଟା କି ଡେଲି ମିରର ଦ୍ୱାରା ପ୍ରଥମେ ପ୍ରକାଶିତ ମସ୍କ ସୋସିଆଲ ମିଡିଆ ଆଉଟପୁଟ ଉପରେ ନଜର ରଖିବା ପାଇଁ ସେ ସୁରକ୍ଷା ମନ୍ତ୍ରୀ ଜେସ୍ ଫିଲ୍ମଙ୍କ ବିଷୟରେ ମନ୍ତବ୍ୟ ଦେବା ପରେ ଆରମ୍ଭ ହୋଇଥିଲା ଏହି ପ୍ରକାର ଛଡ଼ ଯାହାକି ନେଇକି ସ୍ପେସେସ୍ କମ୍ପାନୀର ବା କମ୍ପାନୀ କିଣିବା ସମୟରେ ଟ୍ୱିଟର ଏକ୍ସ ନାମକ ବଦଳାଇଥିବା ଆମେରିକାର ଟେକ୍ ବିଲିନିୟର ଫିଲିପ୍ସକୁ ବଳାତ୍କାର ଗଣହତ୍ୟା କ୍ଷମା ପ୍ରାର୍ଥନାକାରୀ ବୋଲି କହିଥିଲେ ଏବଂ ତାଙ୍କୁ ଜେଲ ଦଣ୍ଡ ଦିଆଯିବା ଉଚିତ ବୋଲି ମଧ୍ୟ କହିଥିଲେ। ସାଂସଦ ହେବା ପୂର୍ବରୁ ଘରୋଇ ହିଂସା ଆଶ୍ରୟସ୍ଥଳ ଚଳାଇଥିବା ଏବଂ ମହିଳା ବିରୋଧୀ ହିଂସା ମୁକାବିଲା ଦୀର୍ଘ ମିଆଦି ଧରି ଅଭିଯାନ ଚଳାଇଥିବା ଶ୍ରମ ମନ୍ତ୍ରୀ କହିଛନ୍ତି ଯେ ପୋଷ୍ଟ ଯୋଗୁଁ ତାଙ୍କ ପ୍ରତି ବିପଦ ଅଛି। ଅର୍ଥାତ ଏଲନ୍ ମସ୍କ ଏଇ ଯୋଉ ପୋଷ୍ଟ କରୁଛନ୍ତି ବ୍ରିଟେନ ଉପରେ ଯୋଉ ବିଭିନ୍ନ ପୋଷ୍ଟ କରୁଛନ୍ତି ତା ଏଇ ଯୋଉ ପୋଷ୍ଟ କରିବା ଦ୍ୱାରା ଏଲନ୍ ମସ୍କ ଉପରେ କଣ ହିଂସା ବା ବିପଦ ସୃଷ୍ଟି ହେଉଛି ବିପଦ ବଢୁଛି। ଗୃହ କାର୍ଯ୍ୟାଳୟରୁ ଅଧିକାରୀ ମାନେ ଆମେରିକାର ନିର୍ବାଚନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ କ୍ରମେ ବା ପରାମର୍ଶଦାତା ମସ୍କ ସୋସିଆଲ ମିଡିଆ ପୋଷ୍ଟ ସହିତ ବହୁ ସଂଖ୍ୟକ ଅନୁଗାମୀ ଥିବା ଅନ୍ୟ ଆକାଉଣ୍ଟ ଗୁଡ଼ିକ ଉପରେ ମଧ୍ୟ ସେଠିକାର ଅ, କର୍ମକର୍ତ୍ତା ମାନେ ନଜର ରଖିଛନ୍ତି। ଗତ ସପ୍ତାହ ଧରି ମସ୍କ ଗୋର୍ମିଂ ଗ୍ୟାଙ୍ଗ ବିଷୟରେ ଏକ ନୂତନ ତଦନ୍ତ ପ୍ରତ୍ୟାଖ୍ୟାନ କରିବା ପାଇଁ ୟୁକେ ସରକାରକୁ ଆକ୍ରମଣ କରି ଆସୁଛନ୍ତି। ଏ କଥାଟି କହିଛନ୍ତି ପ୍ରଧାନମନ୍ତ୍ରୀ ଚୋର ଯିଏକି ଅ, ପୀଡ଼ିତା ମାନଙ୍କୁ ଅଧିକ ତଦନ୍ତ ନୁହେଁ ବରଞ୍ଚ ପୀଡ଼ିତା ମାନଙ୍କୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଏବଂ ସେ ମଧ୍ୟ ଆହୁରି କହିଛନ୍ତି ଶିଶୁ ଯୌନ ନିର୍ଯାତନା ସ୍ୱାଧୀନତା ତଦନ୍ତ ଯାହା 7 ବର୍ଷ ଧରି ଚାଲିଥିଲା ଏବଂ 20ଟି ସୁପାରିଶ ଥିଲା କରାଯାଇଥିଲା
ଏବଂ 2022ରେ କନଜରଭେଟିଭ ସରକାରଙ୍କୁ ଅଧୀନରେ ରିପୋର୍ଟରେ କରାଯାଇଥିବା ଆ, କରାଯାଇଥିଲା, କିନ୍ତୁ କୌଣସି ସୁପାରିଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ତାକୁ ମଧ୍ୟ ସେ ଦୃଢ ନିନ୍ଦା କରିଛନ୍ତି। ସୋମବାର ଦିନ ଆହୁରି ଗୋଟେ କଥା କହିବାକୁ ଚାହୁଁଛି। ସୋମବାର ଦିନ ଗୃହ ସଚିବ ଏଭେଟ୍ କୁପର ତିନୋଟି ସୁପାରିଶ ଉପରେ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ। ଏଇଟା ମଧ୍ୟ ଶୁଣିଛନ୍ତି ସମସ୍ତେ ଏବଂ ଗଣମାଧ୍ୟମରେ ପରିପ୍ରକାଶ ହେଇଛି। ତେଣୁ ପ୍ରଧାନମନ୍ତ୍ରୀ, ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କାଇର ଷ୍ଟାର ସାର୍ କାଇର ଷ୍ଟାରମର ସାର୍ କାଇର ଷ୍ଟାରମର ଐତିହାସିକ ଶିଶୁ ଯୌନ ନିର୍ଯାତନା ଉପରେ ଆ, ତଦନ୍ତ ବିଷୟରେ ମିଥ୍ୟା ଏବଂ ଭୁଲ ସୂଚନା ଭାବରେ ବର୍ଣ୍ଣନା କରିଥିବା କଥାକୁ ସେ ସମ୍ପୂର୍ଣ୍ଣ ଭାବରେ ଦୃଢୋକ୍ତି ଭାବରେ କଣ ସମାଲୋଚନା କରିଛନ୍ତି ଏବଂ ନିନ୍ଦା ମଧ୍ୟ କରିଛନ୍ତି। ସେ ଶିଶୁ ନିର୍ଯାତନା ଏବଂ ଯୌନ ଶୋଷଣକୁ ମୁକାବିଲା କରିବା ପାଇଁ ତାଙ୍କ କାର୍ଯ୍ୟ ଉପରେ ପବ୍ଲିକ ପ୍ରସିକ୍ୟୁସନ ନିର୍ଦ୍ଦେଶ ଭାବରେ ତାଙ୍କର ରେକର୍ଡକୁ ଦୃଢ ଭାବରେ ରକ୍ଷା କରିଛନ୍ତି। ଏ କଥାଟି ବ୍ରିଟେନର ପ୍ରଧାନମନ୍ତ୍ରୀ ପୁରା ଦମଦାର ଭାବରେ ସେ କହିଛନ୍ତି, ସାର୍ କାଇର ଷ୍ଟାରମର। ତ ଏଇ ପରିପ୍ରେକ୍ଷୀରେ ଏଲନ ମସ୍କ ଯୋଉ ସବୁ ନିନ୍ଦା ଅପବାଦ ଦେଇଛନ୍ତି ବା ନିଜର ଭିଡିଓ କନଫରେନ୍ସ ଜରିଆରେ କହିଛନ୍ତି ଯେ ଆଗକୁ ଏଇ ଯୋଉ ଦ ୟୁନାଇଟେଡ ଦ କିଙ୍ଗଡମ ନାମକ ଏଇ ଯୋଉ ଆସୁଛି, ଯୋଉ ମୁଣ୍ଡ ଟେକିଛି, ଏଇ ଯୋଉ ରାଲି ଚାଲିଛି, ବାରମ୍ବାର ଏଇଭଳି ଯଦି ରାଲି ଚାଲିବ ତାହେଲେ ବ୍ରିଟେନକୁ ଅଧିକ ଦୋଷା ଭୋଗିବାକୁ ପଡିବ, ଏ କଥା କହିଛନ୍ତି। କିନ୍ତୁ ତାର ଉତ୍ତର ଦେଇ କେୟାର ଷ୍ଟାରମର କହିଛନ୍ତି, ପ୍ରାଇମ ମିନିଷ୍ଟର ଅଫ ଇଂଲଣ୍ଡ କହିଛନ୍ତି ଯେ ଯାହା ବି ଝଡ଼ ଆସିବ, ଯାହା ବି ବିପଦ ଆସିବ, ଆମେ ତାକୁ ଦୃଢ ଭାବରେ କଣ ସମାଧାନ କରିବୁ ଏବଂ ଆଗକୁ ବଢିବୁ। ଆମ ଦେଶକୁ ରକ୍ଷା କରିବା ଦାୟିତ୍ୱ ହଉଛି ଆମର ମୌଳିକ କର୍ତ୍ତବ୍ୟ ଏବଂ ଏଥିରେ ଆମେ ଡରିବୁ ନାହିଁ କିମ୍ବା ମରିବୁ ନାହିଁ। ଏଥିରେ ଆମେ ବଞ୍ଚିବୁ ଏବଂ ଲଢିବୁ, ବିଜୟୀ ହେବୁ। ଏବଂ ଏଇ ଯୋଉ ବିବୃତ୍ତି ଗୁଡାକ ଦଉଛନ୍ତି, ଏଇ ବିବୃତ୍ତି ଗୁଡାକ ଦୂରେଇ ରହିବା ପାଇଁ ଏଲନ ମସ୍କକୁ ସେ ଚେତାବନୀ ଦେଇଛନ୍ତି। ଇଂଲଣ୍ଡର ପ୍ରଧାନମନ୍ତ୍ରୀ କେୟାର ଷ୍ଟାରମର। ତ ଏଇ ପରିପ୍ରେକ୍ଷୀରେ ଯୋଉ ଦେଶ ପ୍ରତି ବିପଦ ଥିବା ଜିନିଷ ଗୁଡାକ ସଚେତନ ଦେବା ମୂଳକ ଭାବରେ ଯୋଉ ପ୍ରତିହିଂସା ବଢାଉଛନ୍ତି, ବା ଆନ୍ଦୋଳନ ବଢିବା ପାଇଁ ଯୋଉ ଉସ୍କାଉଛନ୍ତି, ଏଇ ଯୋଉ ବିପଦ ଗୁଡିକ ଦେଶ ପାଇଁ ଘୋର ଅଘଟଣ ଘଟିବ ବୋଲିକି ପ୍ରଧାନମନ୍ତ୍ରୀ କହିଥିଲେ, ଯିଏକି ଷ୍ଟାରମର, ବ୍ରିଟେନର ପ୍ରଧାନମନ୍ତ୍ରୀ। ତେଣୁ ଏଇ ସବୁ ବିବୃତ୍ତି ଦେବାରୁ ସେ ମାନେ କ୍ଷାନ୍ତ ରୁହନ୍ତୁ ବା ଦୂରେଇ ରୁହନ୍ତୁ, ନଚେତ ତାଙ୍କ ପ୍ରତି ବିପଦ ଏହା ବଢଉଛି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ। ଏବଂ ଉଭୟ କନଜରଭେଟିଭ ପାର୍ଟି ବୋଲନ୍ତୁ ବା ଡେମୋକ୍ରାଟିକ ଲିବେରାଲ ଡେମୋକ୍ରାଟିକ ପାର୍ଟି ବୋଲନ୍ତୁ, ସମସ୍ତେ ଦୃଢ ନିନ୍ଦା କରିଛନ୍ତି ଏଲନ ମସ୍କର ଏଇ ଯୋଉ ହିଂସାତ୍ମକ ମନ୍ତବ୍ୟ ଦେଇଛନ୍ତି ବ୍ରିଟେନ ଉପରେ ବା ଇଂଲଣ୍ଡ ଉପରେ। ତାକୁ ଦୃଢ ନିନ୍ଦା କରି କହିଛନ୍ତି ଏଇ ଯୋଉ ହିଂସାତ୍ମକ ନିନ୍ଦା ଦଉଛନ୍ତି ତାହା ହଉଛି ଆମେରିକାର ଯୋଉ ଡୋନାଲ୍ଡ ଟ୍ରମ୍ପର ଯୋଉ ସହଯୋଗୀ ଅଛନ୍ତି ବା ତାଙ୍କର ସୁରକ୍ଷା ବାହିନୀର ଯୋଉ ସହଯୋଗୀ ଅଛନ୍ତି, ତାଙ୍କ ପ୍ରତି ଏଇଟା ଗୋଟେ ବିପଦ ବୋଲି ସେମାନେ କହିଛନ୍ତି। ତ ଏଇ ଭିଡିଓଟି ମୁଁ ଆଶା କରୁଛି ଆପଣମାନେ ଦେଖିଥିବେ। ଏଇଟା ଗୋଟେ ଅନ୍ତର୍ଦେଶୀୟ ନ୍ୟୁଜ, ଆପଣମାନେ ନିଶ୍ଚିତ ଜାଣିଥିବେ। ତଥାପି ଭିଡିଓଟି ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।